नमस्कार जय जगन्नाथ वेलकम टू क्रिकेट चर्चा आउ आज आम डिस्कस करबा थर्ड T20 बिटवीन इंडिया और इंग्लैंड। इंडिया जो बहुत सुंदर भाव में जो मैच टा हारी हाईएस्ट रिकॉर्ड रे जो मैच हारी से मैच विषय डिस्कस करिया। आउ आमे टिके सिलेक्शन ऊपर भी डिस्कस करिया काली भी जो मैच अछि 4 T20 ता विषय भी आमे कथा हबा केमती कोन हेले इंडिया फाइनली श्रेयस अय्यर कैप्टन अंडर रे प्रथम मैच जीतिबो। ଶ୍ରେୟସ ଆୟର ମୋତେ ଲାଗୁନି ଇଂଲଣ୍ଡ ସିରିଜରେ ପ୍ରଥମ ମ୍ୟାଚ୍ ଜିତିବେ। ମୋତେ ଲାଗୁଛି ଜିମ୍ବାୱେ ଏଗେନଷ୍ଟରେ ଯେଉଁ ମ୍ୟାଚ୍ ଅଛି ପରେ ସେଠୁ ତାଙ୍କର ୱିନିଂ ଜର୍ଣ୍ଣି ଷ୍ଟାର୍ଟ କରିବେ ଆଇ ହୋପ୍। କିନ୍ତୁ ଡର ଲାଗିଲାଣି ଯେ ଜିମ୍ବାୱେ ଏଗେନଷ୍ଟରେ ମଧ୍ୟ ଟିମ୍ ନ ହାରିଯାଉ। मत भी सर फील होची कारण जिम्बाब्वे बांग्लादेश को भी हराई साइलेंट। ସେଇ ତ ବାଂଲାଦେଶକୁ ଜବରଦସ୍ତ ହରେଇଛି ଜିମ୍ବାୱେ କାହିଁକିନା हाँ 140 ରନ୍ ବି ବାଂଲାଦେଶ ୱାନ୍ ଡେରେ କରିପାରିଲାନି ଆଉ 116 ରନ୍ରେ ଆଉଟ୍ ହେଇଛି ବାଂଲାଦେଶ ଅଲ୍ ଆଉଟ୍ ହେଇଛି ସେ ପୁଣି। ଆଉ ଜିମ୍ବାୱେର କ୍ୟାପ୍ଟେନ୍ ବହୁତ ଭଲ ସ୍ମାର୍ଟ ପ୍ଲେ କରିଥିଲେ ସେଦିନ। ଚାରିଟା ପେସ୍ ବୋଲର ତାଙ୍କର ଯିଏ ଫ୍ରଣ୍ଟ ଲାଇନ୍ ପେସର ଅଛନ୍ତି ସେଇ ପେସର ମାନଙ୍କୁ କଣ୍ଟିନ୍ୟୁସଲି 8 ଓଭର 9 ଓଭର ଦେଇଛନ୍ତି। ଯାହାଫଳରେ ଭାଇ ତମେ ତମର 10 ଓଭର ପକାଅ ପଛେ ୱିକେଟ୍ ଦରକାର ମୋତେ। ଆଉ ସେ ୱିକେଟ୍ ନେଇକି ଦେଇଛନ୍ତି ଚାରିଟା ବୋଲର ଭାଗ ବାଣ୍ଟି ଦେଇଛନ୍ତି ୱିକେଟ୍ 3-3-2-2 ମାନେ ଜବରଦସ୍ତ ବୋଲିଂ କରିକିରି ବାଂଲାଦେଶକୁ ଗୋଦ ହରିଲା ବେଳେ ହରେଇ ଦେଇଛନ୍ତି। ଯଦି ଏସିଆନ୍ ଟିମ୍କୁ ଜଣେ ହରେଇଲା ଗୋଟେ ଆସୋସିଏଟ୍ ଟିମ୍ ହରେଇଲା ତ ଆଉ ଗୋଟେ ଆସୋସିଏଟ୍ ଟିମ୍ ଅବଭିୟସଲି ଇଂଲଣ୍ଡ ସିଏ ବି ଭାବିଲା କାହିଁକି ବାଂଲାଦେଶ ତ ଗୋଦ ହେଲାଣି ତ ଆମେ ଇଣ୍ଡିଆକୁ ବି ଟିକେ T20ରେ ହରେଇଦେବା। ଆଉ ଇଣ୍ଡିଆର ଏତେ ବଡ଼ ଶୋଚନୀୟ ପରାଜୟ 125 ରନ୍ ସବୁଠୁ ବଡ଼ ପୁରା ଆଜିକେ 2005ରୁ T20 ଷ୍ଟାର୍ଟ ହେଲାଣି 2005-6ରୁ 5-6ରୁ 26 ମାନେ 20 ବର୍ଷ କ୍ୟାରିୟରରେ T20ରେ ଇଣ୍ଡିଆର ଏଇ ଟାଇପ୍ର ପରାଜୟ କେବେ ନଥିଲା। ଫାର୍ଷ୍ଟ ଟାଇମ୍ ପାଇଁ 125 ରନ୍ରେ ହାରିଛି। ଆଉ ଗୋଟେ ଜିନିଷ ହେଲା ପାୱାର ପ୍ଲେରେ 5ଟା ୱିକେଟ୍ ଖେଳି ଯାଇଛି 52 ରନ୍ ନା 53 ରନ୍ରେ। ତମେ କେମିତି ଦେଖୁଛ ପାୱାର ପ୍ଲେରେ ଇଣ୍ଡିଆନ୍ ବ୍ୟାଟ୍ସମ୍ୟାନକୁ କେମିତି ଆପ୍ରୋଚ୍ ରଖିବା କଥା କେମିତି ୱେରେ ଖେଳିବା କଥା ଆଉ କ'ଣ ଇମ୍ପ୍ରୁଭମେଣ୍ଟ କରିଲେ ସେ ବେନିଫିଟ୍ ପାଇପାରିବେ ତମକୁ କ'ଣ ଲାଗୁଛି? पावर प्ले तुम जैसे कहलो पावर प्ले रे 5टा विकेट पळेयाटा माने शॉकिंग बहुत थिला। मु भी बोधे लास्ट टाइम केबे देखि थी मोर भी मन नाही। ऑलमोस्ट ନାଇଁ पावर प्ले सरी जाए 50 रन थाए ୟେସ୍ किंतु ଇଣ୍ଡିଆର हे କେବେ ବି ଯାଇନି ଫାର୍ଷ୍ଟ ଟାଇମ୍ ପାଇଁ କାଲି ପାୱାର ପ୍ଲେରେ 5ଟା ୱିକେଟ୍ କେବେ ବି ଯାଇନଥିଲା T20 କ୍ୟାରିୟରରେ। इंडिया हो आईपीएल हो सब मिसई कहूची 5टा विकेट पुनी पावर प्ले रे जिबा माने शॉकिंग एटा पूरा। ହଁ आउ ଯାଇଛି जेतेला 49 ରନ୍ରେ मु भी ଯେମିତି जेतेले ଆରସିବି ଅଲ୍ ଆଉଟ୍ देखिला ହେଇଛି मु କିନ୍ତୁ देखियार ଯାଇଛି मु बहुत माने बहुत दिन हलानी ରେର୍ देखि ୟେସ୍ नथुली। ରେର୍। हां आउ जेतेले मु देखिले मैच स्टार्ट कल देखले तो हर्षित राणा कोन अछि क्रीज रे तापरे जेतेले स्कोर बोर्ड को जेतेले नजर गला तापरे मु जानली जे अरे माने जहाज डूबी साइलानी आउ किछि आशा ही नाही कमबैक करियार। ତମେ ଭାବିଥିଲ मु ଆଜି ହର୍ଷିତ ରାଣା କମବ୍ୟାକ୍ କରିଥିଲେ ଟପ୍ 3 କି 4ରେ ପଳେଇ ଆସିଥିଲେ ବୋଲି। ना माने मु कि जानि पाइलिनी जे मु हाइलाइट माने मु कोन देखछि मु कि हठात कि जानि पाइलिनी मु आगे पूरा चेक करली केते कोन स्कोर कोन तापर मु जानली गला। आज आउ छेरे बहुत सारा क्वेश्चंस रेज होबो इंडिया विरुद्ध रे। आउ ଆଉ गोटे कथा ବିଶେଷ ले कि କରି टॉस जीति कि ना बोलिंग नबाटा भी मु किछि जानि पाइलिनी कोन पे कारण दीटा मैच मते लागु श्रेयस अय्यर भाबिले कि हमर बैटिंग भलो अछि बोलिंग खराब अछि एथरा हम कोन करिया बोलिंग ता नै जिबा से जेते पटे स्कोर बैटिंग रे हम एडजस्ट कर दो। आउ कालीर मैच परे मते लागु काली जो आगामी जो मैच अछि श्रेयस अय्यर मते लागु लास्ट गंभीर को ही पठे देबे टॉस को भाई तू ही डिसाइड कर मु हाथ रे नाही। ए तमको ନାଇଁ सेमति किछि फील हैला ना तमर टेक किछ कोन अलगा अछि आ विषय ନାଇଁ ମୋର ଉପରେ ଅଛି ଜିନିଷ ଯେ ଗମ୍ଭୀରକୁ ପଠେଇବେନି ସେ ନିଜେ ବି ଆସିବେନି ତାଙ୍କର ଭଏସ୍ କ୍ୟାପ୍ଟେନ୍ ଅଛି ଆଉ ଜଣେ ତିଲକ ବର୍ମା। ଆଉ କାଲି ମ୍ୟାଚ୍ ସରିଲା ପରେ ତିଲକ ବର୍ମା ଶ୍ରେୟସ ଆୟର ବସିକି ଗୋଟେ ପୁରା ଜବରଦସ୍ତ ଡିସ୍କସନ୍ ଚାଲିଥିଲା। ଯେତେବେଳେ ପ୍ରେଜେଣ୍ଟେସନ୍ ପାଇଁ ମାନେ କହିବା ପାଇଁ ଯେତେବେଳେ ଶ୍ରେୟସ ଆୟରକୁ ଡାକିନଥିଲେ ସେତେବେଳେ ଯାଏଁ ତିଲକ ବର୍ମା ଶ୍ରେୟସ ଆୟର ଗୋଟେ ସାଇଡ୍ ହେଇକି ବସିକି ପୁରା ଗମ୍ଭୀର ଡିସ୍କସନ୍ ଚାଲିଥିଲା। ଗମ୍ଭୀର ସହିତ ତ ବସିପାରିବେନି ଶ୍ରେୟସ ଆୟର ଗମ୍ଭୀର ପଡ଼ିବନି ତ ସିଏ ପୁରା ଜବରଦସ୍ତ ଡିସ୍କସନ୍ ଥିଲା। ମୁଁ ବି ବୁଝିପାରୁନି ଆମର ଅଡ଼ିଏନ୍ସ ବି ଆମକୁ ଏଇ ଭିଡ଼ିଓ ଦେଖିଲା ପରେ କମେଣ୍ଟରେ କହିବେ ଇଣ୍ଡିଆର କ'ଣ ମାନେ ନେଗେଟିଭ୍ ପଏଣ୍ଟ ରହୁଛି ଯେ କାହିଁକିନା ୱାର୍ଲଡ କପ୍ ସମସ୍ତେ ଦେଖିଛନ୍ତି ଆଉ ଇଣ୍ଡିଆର ବର୍ତ୍ତମାନ ନେଗେଟିଭ୍ ପଏଣ୍ଟ କ'ଣ ରହୁଛି ଆଉ କ'ଣ ଇମ୍ପ୍ରୁଭ୍ ଦରକାର। ଯଦି ଅଡ଼ିଏନ୍ସ ମାନେ ଏଇ ଭିଡ଼ିଓ ଦେଖୁଛନ୍ତି ତାହେଲେ ଅଡ଼ିଏନ୍ସ ମାନଙ୍କୁ ମଧ୍ୟ ଆମେ ରିକ୍ୱେଷ୍ଟ କରିବା ସେ ବି କମେଣ୍ଟରେ ଜଣାନ୍ତୁ
ଆଉ ତାଙ୍କ କମେଣ୍ଟକୁ ଆମେ ଆଗାମୀ ଭିଡ଼ିଓରେ ବି ଡିସ୍କସ୍ କରିବା, ଦେଖିବା କେମିତି କ'ଣ ଅଡ଼ିଏନ୍ସ ମାନଙ୍କର ଥଟ୍ ପ୍ରୋସେସ୍ କେମିତି ରହୁଛି, ଆମର ଥଟ୍ ପ୍ରୋସେସ୍ ସହିତ ମ୍ୟାଚ୍ ହେଉଛି କି ନାହିଁ, ନା ଗମ୍ଭୀରଙ୍କ ଥଟ୍ ପ୍ରୋସେସ୍ ସହିତ ମ୍ୟାଚ୍ ହେଉଛି ଅଡ଼ିଏନ୍ସ ମାନଙ୍କ ଥଟ୍ ପ୍ରୋସେସ୍, ନା ଶ୍ରେୟସ ସାରଙ୍କର, ତ ସେଇଟା ଜଣା ପଡ଼ିବ ସେତେବେଳେ। ମତେ ଲାଗୁଛି ଯୋଉ ବି ଅଡିଏନ୍ସ ଯିଏ ବି ଦେଖୁଥିବେ ଗମ୍ଭୀର ଥଟ୍ ପ୍ରୋସେସ କୁ କିଏ ଫଲୋ କରିବେନି ମତେ ଲାଗୁଛି। ସେ ଅଲଗା ପଛେ ମତାମତ ଦେବେ, ଗମ୍ଭୀର କୁ ମତେ କାଇଁ ଲାଗୁଛି କିଏ ଫଲୋ କରିବେନି, ତାର କଣ ମୁଣ୍ଡରେ ଚାଲିଛି କଣ ନାହିଁ। ମତେ ମୋ ହିସାବରେ ମତେ ଲାଗୁଛି ଯେ ପ୍ଲେୟାର ସବୁ ଭଲ ଅଛନ୍ତି, ଖାଲି ତାଙ୍କର ଯୋଉ ଏନଭାୟରମେଣ୍ଟ ଟା ମତେ ଲାଗୁଛି ଠିକ ନାହିଁ ଡ୍ରେସିଂ ରୁମ୍। କାରଣ ବଟ୍ କାଲି ଆଉ ଗୋଟେ ଇନସିଡେଣ୍ଟ ତମେ ଯୋଉ ହର୍ଷିତ ରାଣାକୁ ଉପରକୁ ପଠେଇଲ, ଦୁବେକୁ ପଛକୁ ନେଲ, ଅଲମୋଷ୍ଟ ଏଇ ଯେତେବେଳେ ଡିସିସନ ବି ଯେତେବେଳେ ନିଆ ହେଇଥିବ, ତମେ ଯେତେ ବଡ ଲାଷ୍ଟ ମଣିଷ ହେଇ ମୁଣ୍ଡକୁ ଷ୍ଟ୍ରାଇକ୍ କରିବ ଯାହାହେଲେ ବି ଶିବମ ଦୁବେର କି ମତେ କାହିଁକି ତଳକୁ ନେଲେ, ମୋର ପ୍ଲେସ ଟା କିଛି ପ୍ରୋବ୍ଲେମ ଅଛି କି? କାରଣ ସଞ୍ଜୁ ବି ବାହାରିଗଲା ଏତେ ଭଲ ଟୁର୍ଣ୍ଣାମେଣ୍ଟ ଦେଇକିନା ବି। ମୁଁ ପ୍ଲେୟର ଅଫ୍ ଦ ନେକ୍ସଟ, ସିରିଜ, ପ୍ଲେୟର ଅଫ୍ ଦ ହଁ ଟୁର୍ଣ୍ଣାମେଣ୍ଟ, ମ୍ୟାନ ଅଫ ଦ ସିରିଜ ପୁଣି ସବୁ ମ୍ୟାଚ ନ ଖେଳିକିନା, ମାନେ ଭାବ ତାର କେତେ ପୋଟେନସିଆଲ। 5ଟା ତ ମ୍ୟାଚରେ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ। ହଁ, ତାପରେ ତମେ ରବି ବିଷ୍ଣୋଇକୁ ଗୋଟେ ମ୍ୟାଚ ପରେ ବାହାର କରିଦେଲ, ତ ସବୁ ପ୍ଲେୟାରଙ୍କ ମନରେ ନା ଫ୍ରି ମାଇଣ୍ଡ ରେ ଖେଳୁନାହାନ୍ତି ମୋ ହିସାବରେ। କିଛି ନା କିଛି ବ୍ୟାକଅପ୍ ଦି ମାଇଣ୍ଡରେ ତାଙ୍କର ରହୁଛି ଯେ ମୋର ସ୍ଥାନ ଅଛି ତ ସେଇ ପ୍ରେସରରେ ମତେ ଲାଗୁଛି ବହୁତ ପ୍ରୋବ୍ଲେମେଟିକ ରେଜଲ୍ଟ ଆସୁଛି ଇଣ୍ଡିଆନ ଟିମ ର। କାରଣ ତମେ ଶିବମ ଦୁବେର ବି ଯୋଉ ତମେ ଦେଖିବ ଯେ ସଟ୍, ସେଟା ଶିବମ ଦୁବେର ସଟ୍ ମୁଁ ଦେଖିନି ସେମିତି ସଟ୍ ସେ ମାରନ୍ତି ପୁଣି 4ଟା ବଲରେ। ତ ଆଉ ଗୋଟେ କୋଉଠି ନା କୋଉଠି ଗୋଟେ ଇସ୍ୟୁ ରହୁଛି। ତମେ ଯେମିତି କହିଲ ଟିମ୍ ଏନଭାୟରମେଣ୍ଟରେ ଇସ୍ୟୁ ରହୁଛି, ଦେଖ ଟିମ୍ ଏନଭାୟରମେଣ୍ଟରେ ଏମିତି କିଛି ଫରକ ଆସିନି। ଫାଷ୍ଟ କଥା ମୋ ହିସାବରେ, କାହିଁକି ନା ଗୋଟିଏ ପ୍ଲେୟର ହିଁ ଚେଞ୍ଜ ହେଇଛି ବିଗତ ସ୍କ୍ୱାଡରୁ ବର୍ତ୍ତମାନ ସ୍କ୍ୱାଡରେ, ଗୋଟିଏ ପ୍ଲେୟର ଚେଞ୍ଜ ହେଇଛି, ସିଏ ହେଲା ସୂର୍ଯ୍ୟ କୁମାର ଯାଦବ ଜାଗାରେ ଶ୍ରେୟସ ଆୟାର। ଆଉ ତ ଏ ଟୁ ଜେଡ୍ ସବୁ ପ୍ଲେୟର ସେମିତି ଥିଲେ, ନାହିଁ କି କେହି ଅଲଗା ଥିଲେ କି କ'ଣ ଥିଲେ। ହଁ, ସୂର୍ଯ୍ୟବଂଶୀ ଯେହେତୁ ତାର ପରଫର୍ମାନ୍ସରେ ସିଏ ମାନେ ବାଧ୍ୟ କରେଇଲା ଟିମ୍କୁ, ମାନେ ସିଲେକ୍ଟର ମାନଙ୍କୁ ବାଧ୍ୟ କରେଇଲା ଯେ ଭାଇ ମୋତେ ସିଲେକ୍ଟ କର, ସିଲେକ୍ଟ ବି ହେଲା, ଠିକ୍ ଅଛି। ତାକୁ ଜାଗା ଦେବା, ତା ଉପରେ ନେଇକିରି ସଂଯୋଗକୁ ବସେଇବା, ସେଇଟା ହେଲା କନସର୍ନ। ଏମିତି ନାହିଁ କି ସୂର୍ଯ୍ୟବଂଶୀ ଖେଳୁଛି ବୋଲି ଆମର କନସର୍ନ। ସୂର୍ଯ୍ୟବଂଶୀ ଖେଳୁଛି ଠିକ୍ ଅଛି, ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳୁଛି, ଫାଷ୍ଟ 2ଟା ମ୍ୟାଚ୍ ଫ୍ଲପ୍ ହେଲାଣି, ମାନେ ଫ୍ଲପ୍ ମାନେ ଏମିତି ବି ଫ୍ଲପ୍ ନାହିଁ କି ପୁରା ଫ୍ଲପ୍ କହିବା ଆମେ ତାକୁ, ତାର ଗୋଟେ ପେସ୍ ଆସିନି, ମାନେ ସେଇ ଫ୍ଲୋରେ ସେ ଯୋଉ ଟାଇପର ଖେଳୁଛି ସିଏ ସେଟ୍ ହେଇପାରୁନି ପିଚ୍ରେ। ଆଉ ଯଦି ସେଟ୍ ହେଲା ସିଏ ହିଁ ଆମେ କାଲି ସକାଳୁ ଆମେ ହିଁ କହିବା ଯେ ଭାଇ ବହୁତ ବଢ଼ିଆ ଖେଳିଲା, 15 ବର୍ଷର ଛୁଆ ମ୍ୟାଚ୍ ଜିତେଇ ଦେଲା। ସଞ୍ଜୁ ଖେଳି ନଥିଲା, ସଞ୍ଜୁ ଖେଳିଥିଲେ ବି ଏମିତି ଖେଳି ପାରିନଥାନ୍ତା, କାଲି ସକାଳୁ ଆମେ ବି କହିବା ସେଇ ଜିନିଷ। କିନ୍ତୁ ଠିକ୍ ଅଛି, ସଞ୍ଜୁ ଜିନିଷ, ସୂର୍ଯ୍ୟବଂଶୀ ଜିନିଷ ରହୁଛି, ତା ଛଡ଼ା ଆଉ କିଛି ବି ଟିମ୍ରେ ଚେଞ୍ଜେସ୍ ନାହିଁ। ତଥାପି ଟିମ୍ ଏନଭାୟରମେଣ୍ଟ ଖରାପ। ମୋତେ ଆଉ ଗୋଟେ ଜିନିଷ ରହୁଛି କି ଇଣ୍ଡିଆନ୍ ପେସର ପୁରା ମାନେ ଘଟିଆ ହେଇଗଲାଣି, ପୁରା ଘଟିଆ। ତମକୁ କ'ଣ ଲାଗୁଛି? ମାନେ ପ୍ରଥମ ଓଭର 5 ନମ୍ବର ବଲ୍, 3 ନମ୍ବର ବଲ୍ରୁ ହିଁ ସ୍ଲୋ ରନ୍ ଷ୍ଟାର୍ଟ ହେଇଯାଉଛି ଇଂଲଣ୍ଡ ଭଳିଆ ପିଚ୍ରେ। ଏଇଟା ଇଣ୍ଡିଆନ୍ ପିଚ୍ ନାହିଁ କି ସାଉଥ ଆଫ୍ରିକା ପିଚ୍ ନାହିଁ, ଏଇଟା ହେଲା ମାନେ ଟେଷ୍ଟ ମ୍ୟାଚ୍ ଲେନ୍ଥ ବୋଲିଂ ପିଚ୍। ଆଉ ବଲ୍ ବାଉନ୍ସ ବି ହେଉଛି, ଲୋ ବି ରହୁଛି, ଆଉ ସୁଇଙ୍ଗ ବି ହେଉଛି। ତା ସତ୍ତ୍ୱେ ଇଣ୍ଡିଆନ୍ ପେସର ଆଇକି ସ୍ଲୋ ବଲ୍ ପକାଉଛନ୍ତି ପାୱାର ପ୍ଲେରେ। ତମେ ଏଇ ପଏଣ୍ଟରେ କ'ଣ କହିବ? ଅବଭିୟସ କଥା, ଆଗରୁ ଯେମିତି ଆମର ଥିଲା ଇଣ୍ଡିଆନ ଟିମ୍ ଯେତେବେଳେ ବି ଚେଞ୍ଜେସ୍ କରେ, କେବେ ବି ଇଣ୍ଡିଆ କେବେ ଭଲ ପେସର କୁ କେବେ ପ୍ରଡ୍ୟୁସ କରିନାହାନ୍ତି, ଭଲ ସ୍ପିନର୍ସ ପ୍ରଡ୍ୟୁସ କରୁଛନ୍ତି ନୋ ଡାଉଟ। ଏବେ ତମେ ଦେଖିବ ଯଦି ବି କୋଉ ପେସର ନୂଆ ରହୁଛି ସ୍କ୍ୱାଡ ରେ, ସେଇ ଟାଇମରେ ଇଣ୍ଡିଆନ ସିଲେକ୍ଟର୍ସ କ'ଣ କରନ୍ତି ଯେ ଟପ୍ ବ୍ୟାଟ୍ସମ୍ୟାନ ମାନେ ଯୋଉ ଥାନ୍ତି ସେ ଫିକ୍ସ ହିଁ ଥାନ୍ତି, ଆଉ ଏକ୍ସପିରିଏନ୍ସ ଲୋଡେଡ ଥାଏ ସେ ବ୍ୟାଟ୍ସମ୍ୟାନ ମାନେ। ତ ଯଦି ବି ବୋଲର ମାନେ ମାଡ ଖାଇଯାଉଛନ୍ତି, ସେଇ ଏକ୍ସପିରିଏନ୍ସ ବ୍ୟାଟ୍ସମ୍ୟାନ ମାନେ କେମିତି ନା କେମିତି କରିକି ନା ମ୍ୟାଚ୍ ଜିତେଇ ଦିଅନ୍ତି। ୟେସ୍। କିନ୍ତୁ ଆଜିକା ଷ୍ଟେଜରେ କ'ଣ ହଉଛି ଯେ ତମେ ଇନଏକ୍ସପିରିଏନ୍ସ ବୋଲରକୁ ପୁରଉଛ ନୋ ଡାଉଟ, କିନ୍ତୁ ସେଇ ବାବଦରେ ତମେ ଏକ୍ସପିରିଏନ୍ସ ବ୍ୟାଟ୍ସମ୍ୟାନ ମାନଙ୍କୁ ବାହାର କରି ଚାଲିଛ। ଆଉ ଯୋଉଠି କି ତମର ଟୋଟାଲ ସ୍କ୍ୱାଡ ହିଁ ପୁରା ଯୋଉଟା କୁହନ୍ତିନି ନଷ୍ଟ ହେଇଗଲାଣି ହେଲା। ତ ଏମିତି ଚଳିବନି। ତମେ ଦେଖ, ଯଦି ତମକୁ ଦରକାର ଇନଏକ୍ସପିରିଏନ୍ସ ବୋଲର, ଏକ୍ସପିରିଏନ୍ସ ୟାକୁ ପୁରାଅ, କାହାକୁ ବ୍ୟାଟ୍ସମ୍ୟାନ କୁ ପୁରାଅ। ଯଦି ତମେ ଇନଏକ୍ସପିରିଏନ୍ସ ବ୍ୟାଟ୍ସମ୍ୟାନ କୁ ପୁରଉଛ, ତାହେଲେ ଏକ୍ସପିରିଏନ୍ସ ବୋଲର ଲାଇକ ସିରାଜ ଆଉ ବୁମରାକୁ ବ୍ୟାକ୍ କର ଟିମ୍। ଦିଟା ଅବଭିୟସଲି ହେଇଗଲେ କ୍ୟାପ୍ଟେନ ଉପରେ ହିଁ ପ୍ରୋବ୍ଲେମ ହଉଛି, ଆଉ ଆମ ହେଲା କ୍ରିକେଟ ପ୍ରେମୀ ମାନେ ହିଁ ଆମ ନିଜ ଫ୍ୟାନ୍ସକୁ ହିଁ ଆମେ ସପୋର୍ଟ କରିବା ଭୁଲି ଯାଉଛୁ।
ମାନେ ଇଣ୍ଡିଆନ୍ ଟିମ୍ ପାଇଁ ଆଉ ଇଣ୍ଡିଆନ୍ ଫ୍ୟାନ୍ସ କ୍ରିକେଟ ପାଇଁ କିଛି ବି କରିପାରନ୍ତି, ଆଉ ସେଇ ଜିନିଷ ପାଇଁ ବହୁତ ପ୍ରୋବ୍ଲେମ ବି ହଉଛି। ଆଉ ଗୋଟିଏ ମ୍ୟାଚ୍ ହାରିଲେ ଠିକ୍ ଅଛି, ଦୁଇଟା ମ୍ୟାଚ୍ ହାରିଲେ ଠିକ୍ ଅଛି, ବଟ୍ କଣ୍ଟିନ୍ୟୁସଲି ସିରିଏଲରେ 5ଟା ମ୍ୟାଚ୍ ହାରିବା ଅବଭିୟସଲି ଗୋଟେ ଡ୍ର ସିନା ସେଟା ବି ହାରିବା, ସେଟା ହାରିବା ଲେଖାରେ ହିଁ ଯାଉଛି। ତ 5ଟା ମ୍ୟାଚ୍ କଣ୍ଟିନ୍ୟୁସଲି ହାରିବା, ଆଉ ଚାମ୍ପିଅନ ଟିମ୍ ହେଇକି 5ଟା ମ୍ୟାଚ୍ କଣ୍ଟିନ୍ୟୁସଲି ହାରିବା, କ୍ୟାପ୍ଟେନ୍ ଚେଞ୍ଜ ହେବା, ଟିମ୍ ଆନଭାରମେଣ୍ଟ ଉପରେ କୋଶ୍ଚିନ୍ ଆସିବା, ଦେନ୍ ପ୍ରେସରରେ କୋଶ୍ଚିନ୍ ଆସିବା, ଦେନ୍ ସ୍ପିନର ବି କୋଶ୍ଚିନ୍ ଆସିବା, ଦେନ୍ ଆଇପିଏଲ୍ ପରଫର୍ମାନ୍ସକୁ ସିଲେକ୍ଟ ନ କରିବା, ତା ସହିତ ସଞ୍ଜୁ ସାମସନକୁ ବସେଇବା, ମାନେ ଗୋଟିଏ ଜାଗାରେ 5ଟା 6ଟା କୋଶ୍ଚିନ୍ ମାର୍କ ଆସୁଛି। ତ କୋଉ ଜିନିଷକୁ କୋଉ ଜିନିଷରେ କ୍ଲାରିଫାଇ କଲେ ହିଁ ଟିମ୍ ଆଗକୁ ବଢିପାରିବ, ସେଇ ଜିନିଷର ସମାଧାନ ମିଳିପାରୁନି। ପ୍ରୋବ୍ଲେମ ହଉଛି ଏଠି। ଠିକ ଅଛି, ଆଗରୁ ଆମର ଟେଷ୍ଟ ମ୍ୟାଚ୍ ରେ ଯେତେବେଳେ ବି ବିରାଟ କୋହଲିରେ ବି ଯୋଉ ଆଉଟସାଇଡ ଅଫ୍ ବଲ୍ ଆମେ ଯୋଉ କହୁଥିଲୁ ତାର ହଁ ବାଜୁ ନଥିଲା, ସେ କେବେ କେବେ ଗୋଟେ ଡାଉନ ତଳକୁ ବି ଆସିଥିଲେ, କେବେ କେବେ ସେ ଉପରକୁ ବି ଯାଇଥିଲେ, ତାକି ବଲ୍ ସୁଇଙ୍ଗ ଟା କଟୁ କି ଯାହା ବି, ଯଦି ଇନ କେସ୍ ସଞ୍ଜୁ ଆମେ ଜାଣିଲୁ ସଞ୍ଜୁର ସୁଇଙ୍ଗ ର ଇସ୍ୟୁ ରହୁଛି, ନୋ ଡାଉଟ ତା ମାନେ ନୁହେଁ ଯେ ତମେ ବାହାର କରିଦବ, ତମେ ଗୋଟେ, ମୁଁ ତ ଚାହୁଁଛି ସଞ୍ଜୁ ଖେଳୁ, ସୂର୍ଯ୍ୟବଂଶୀ ଖେଳୁ ଆଉ ଅଭିଷେକ ଶର୍ମା ଖେଳୁ, ଏଇ ସିଚୁଏସନ ରେ ତମେ ସଞ୍ଜୁକୁ ଫର୍ଷ୍ଟ ଡାଉନ କୁ ଆଣ। ଆଉ ତିଲକ ବର୍ମା, ଭାଇ ତିଲକ ବର୍ମାର ଗଲାଣି କେସ୍, ସେ ଗନ୍ କେସ୍ ହେଲାଣି, ତାକୁ ହିଁ ଫର୍ଷ୍ଟ ବାହାର କରିବାର ଥିଲା ଟିମ ରୁ। ଯଦି ତମେ ଏମିତି ଏକ୍ସପିରିଏନ୍ସ, ଯଦି ତମେ ଏମିତି ପରଫରମାନ୍ସ ଓରିଏଣ୍ଟେଡ ତମେ ଯଦି ଦେଖୁଛ, ତିଲକ ହଉଛି ଫର୍ଷ୍ଟ ଚଏସ୍ ମୋ ହିସାବରେ, ବାହାର କରିକିନା ଦେଖିବା ପାଇଁ ଅନ୍ୟ ପ୍ଲେୟର୍ସ ମାନଙ୍କ ସହିତ ଆମେ ଚଲେଇବା। ଇଏ ଭାଇସ୍ କ୍ୟାପ୍ଟେନ କରିଦେଲା, ଭାଇସ୍ କ୍ୟାପ୍ଟେନ କଲେ କଣ ଲାଭ, ଭାଇସ୍ କ୍ୟାପ୍ଟେନ ବି ବାହାରି ପାରୁଛି ଆଜିକା ଡେଟ ରେ। ତ ତିଲକକୁ ବାହାର କରି ସଞ୍ଜୁ, ଆଉ ତମେ ଦେଖିବ ମ୍ୟାଚ୍ ସରିଲା ପରେ ଯେତେବେଳେ ଟିମ୍ ମିଟିଂ ରେ ସବୁ ପ୍ଲେୟର୍ସ ମାନେ ଯାଉଥିଲେ, ବସ ରେ ଯାଉଥିଲେ, ଟୋଟାଲ କ୍ରାଉଡ ଯେତିକି ଥିଲା, ଇଚ୍ ଏଭ୍ରିୱାନ୍ ସବୁ ସଞ୍ଜୁ 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 ସବୁ ଚିଲଉଥିଲେ। ତମେ ସେ କ୍ଲିପ ଦେଖିଛ ନା ମୁଁ କହିପାରିବିନି। ତ ମାନେ କଣ, ୟେସ୍ ୟେସ୍ ଫ୍ୟାନ୍ସ ବି ଜାଣିଛନ୍ତି କୋଉଠି ନା କୋଉଠି ଅନ୍ୟାୟ ହଉଛି ଇଣ୍ଡିଆନ କ୍ରିକେଟ କୁ। ୟେସ୍। ତ ତମେ ଯେମିତି କହିଲ ସଞ୍ଜୁ ସଞ୍ଜୁ ସମସ୍ତେ ଚିଲଉଛନ୍ତି, ତ ସଞ୍ଜୁ କଥାକୁ ନେଇକି ଆଉ ଗୋଟେ ଜିନିଷ ବି ମୁଁ କହୁଛି। କାଲି ଯେତେବେଳେ ମ୍ୟାଚ୍ ଚାଲିଥିଲା, ବଟଲରଙ୍କର ଗୋଟେ କ୍ୟାଚ୍ ଛାଡ଼ିଥିଲା ଇଶାନ କିଶନ, ହେଲା କିପରରେ। ତ ସେତେବେଳେ ରବି ଶାସ୍ତ୍ରୀ କହୁଛି ଓହୋ ଗୁଡ୍ ଆଫ୍ଟରନୁନ୍ ଗୁଡ୍ ଆଫ୍ଟରନୁନ୍, କିନ୍ତୁ ଇୟନ ମର୍ଗାନ କହୁଛି ଭାଇ ଏଇଟା ତ କେସ୍ ଥିଲା, ତମେ ଗୁଡ୍ ଆଫ୍ଟରନୁନ୍ କାହିଁ କହୁଛ। ରେଗୁଲେସନ କ୍ୟାଚ୍ ଏଇଟା କହୁଥିଲା ସିଏ। ୟେସ୍, ସେ ତ ଏଇଟା ତ କେସ୍ ଥିଲା ନା ନା, ଗୁଡ୍ ଆଟେମ୍ପ୍ଟ ବିକଜ ଇଶାନ କିଶନ ନଟ୍ ଏ ୱିକେଟ କିପର, ନଟ୍ ଅ ରେଗୁଲାର ରେଗୁଲାର ୱିକେଟ। ୱିକେଟ କିପର କହିକିନା ୟେସ୍ ତାକୁ ବଟ୍ କଭର ଅପ୍ କରୁଥିଲା। ୟେସ୍ ବଟ୍ ଏଇ ଯଦି ମୋର୍ଗାନ କହିବା କଥା, ଯଦି ତମର ରେଗୁଲାର ୱିକେଟ କିପର ଇଶାନ କିଶାନ ନୁହେଁ ସଞ୍ଜୁ ସାମସନ, ତାହେଲେ ସଞ୍ଜୁ ସାମସନ କାହିଁକି ଟିମ୍ରେ ନାହିଁ, ଫାର୍ଷ୍ଟ କଥା ତାର ପଏଣ୍ଟ ଆଉଟ୍ ସେଇଆ। ମାନେ ସେ ଡାଇରେକ୍ଟଲି ନାହିଁ ଇନଡାଇରେକ୍ଟଲି ପଏଣ୍ଟ ଆଉଟ୍ କଲା, ଯଦି ସଞ୍ଜୁ ସାମସନ ତମର ୱିକେଟ କିପର ସିଏ ଖେଳିବା କଥା, ଆଉ ଯଦି ସିଏ ଖେଳୁନି ଇଶାନ କିଶାନ କିପିଂ କରୁଛି, ତାହେଲେ କେସ୍ ଧରିବା କଥା। ଭାଇ ଭ୍ୟାଲିଡ କଥା ନା, ଯଦି ଇଶାନ କିଶାନକୁ ଖେଳଉଛ ତାହେଲେ ତ ଇଶାନ କିଶାନ ହିଁ ୱିକେଟ କିପର ତମର। ଯଦି ସଞ୍ଜୁ ତମର ୱିକେଟ କିପର, ତାହେଲେ ସଞ୍ଜୁ ପ୍ଲେଇଂ ଇଲେଭେନରେ ଖେଳିବା କଥା, ଇଶାନ କିଶାନ ପ୍ଲେଇଂ ଇଲେଭେନରେ ଖେଳିବା କଥା ନଥିଲା। ଏମିତି ନାଇଁ କି ଇଶାନ କିଶାନ ବସି ପାରିବନି, ସବୁବେଳେ ସଞ୍ଜୁ କାହିଁକି ସଫର ହଉଛି। ସେ ୱାର୍ଲଡ କପରେ ହଉ କି ଇଶାନ କିଶାନ ଭଲ ଖେଳିଲା ବୋଲି ସଞ୍ଜୁ ବସିଲା, ସଞ୍ଜୁ ଏବେ ବର୍ତ୍ତମାନ ଭଲ ଖେଳୁଛି, ଇଶାନ କିଶାନ ଭଲ ଖେଳୁନି, ତା ବୋଲି ଇଶାନ କିଶାନ ବସିବନି, ସଞ୍ଜୁ ବସିବ। ଆଉ ତିଲକ ବର୍ମା ତ କିଛି ବି ଖେଳି ପାରୁନି। ହଁ, ସିଏ ତ ତା ପୋଜିସନରେ ହିଁ ଫିଟ୍ ହେଇପାରୁନି, ନା 5 ନମ୍ବର ଖେଳୁଛି ନା 6 ନମ୍ବର ଖେଳୁଛି, ସିଏ ନିଜେ ବି ଜାଣିପାରୁନି। ଆଉ ତିଲକ ବର୍ମାର ବି ପରଫରମେନ୍ସ କିଛି ନାହିଁ, ତା ସହିତ ବ୍ୟାଟିଂ କନସର୍ନ ରହୁଛି ଇଣ୍ଡିଆନ୍ ଟିମ୍ର। କାଲିର ମ୍ୟାଚ୍ରେ ତମେ ଦେଖିବ ଟପ୍ 6 ଯେତେବେଳେ ଲେଫ୍ଟ ହ୍ୟାଣ୍ଡରୁ ଜଣେ ହିଁ ରାଇଟ୍ ହ୍ୟାଣ୍ଡ, ସିଏ ହେଲା ଶ୍ରେୟସ ଆୟର। ଆଉ ଶ୍ରେୟସ ଆୟରକୁ ଛାଡ଼ିଦେଲେ ବାକି ସମସ୍ତେ ଲେଫ୍ଟ ହ୍ୟାଣ୍ଡର, ଆଉ ଲେଫ୍ଟ ହ୍ୟାଣ୍ଡରେ ହିଁ କାଲି ସର୍ଟ ବଲ୍ରେ ଫସିଛନ୍ତି ଇଂଲଣ୍ଡ ବୋଲର ସାମ୍ନାରେ। ସେ ଅଭିଷେକ ହଉ, ସେ ସୂର୍ଯ୍ୟବଂଶୀ ହଉ, ଇଶାନ କିଶାନ ହଉ, ଅକ୍ଷର ପଟେଲ ହଉ, ଶିବମ ଦୁବେ ହଉ, ସମସ୍ତେ ସେଇ ସର୍ଟ ବଲ୍ରେ ଫସିଛନ୍ତି। ତାହେଲେ ଭାଇ ତମେ ସର୍ଟ ବଲ୍ ପ୍ରାକ୍ଟିସ୍ କର ନା, ଆଇପିଏଲରେ ତ ଫ୍ଲାଟ୍ ପିଚ୍ରେ ଖେଳିକି ଗଲ, ତ ଏବେ ଖେଳ ଇଂଲଣ୍ଡରେ ଆୟାରଲ୍ୟାଣ୍ଡରେ, ମ୍ୟାଚ୍ ହାରିକି ଆସିଲେ କିଛି ଫାଇଦା ନାହିଁ ନା, ନିଜର ଟ୍ୟାଲେଣ୍ଟ ତ ଦେଖାଅ। ସେଇ କଥା, ସଞ୍ଜୁ ଟପିକ ଯଦି ଆମେ ସେଇଆ କହିବା କି ସଞ୍ଜୁ ହିଁ ଓନ୍ଲି ପ୍ଲେୟର ଯିଏକି କମ୍ପ୍ରୋମାଇଜ କରୁଛି, ଆଉ ତାକୁ ହିଁ ସବୁ ସଂଘର୍ଷ, ମାନେ ସିଏ ଖରାପ ଖେଳିଲେ ବି ତା ପାଇଁ ଉଙ୍ଗଲି, ଆଉ ସେ ଭଲ ଖେଳିଲେ ବି ବେଶୀ ଟାଇମ ପାଇଁ ତାକୁ ପ୍ରଶଂସା ମିଳେନି, କି ତାର ଏଫର୍ଟସ ଗୁଡା କିଛି ଦେଖାଯାଏନି ଇଣ୍ଡିଆନ ଟିମକୁ ଆଉ ଇଣ୍ଡିଆନ କୋଚକୁ। ଆଉ ଯଦି ତମର ବୋଲର ହିଁ ମାଡ ଖାଉଛି, ବ୍ୟାଟ୍ସମ୍ୟାନ କୁ ବାହାର କର।
ବ୍ୟାଟ୍ସମ୍ୟାନ ଭଲ ଯିଏ ଖେଳୁଛି ସଞ୍ଜୁ ସପୋଜ ଟିକେ ପ୍ରୋବ୍ଲେମ ଅଛି ତାକୁ ବାହାର କର, ସଞ୍ଜୁ ସ୍କୋର କରିକିନା ବି ସଞ୍ଜୁକୁ ବାହାର କର। ତମେ ଜାଣିପାରୁନି ସଞ୍ଜୁ ସହିତ ପର୍ସନାଲ ଗ୍ରଜେସ୍ କଣ ରହୁଛି ମ୍ୟାନେଜମେଣ୍ଟ ସହିତ। ଆଉ ତମେ ଦେଖୁଛ ସେଇଠି ବରୁଣ ଚକ୍ରବର୍ତ୍ତୀ 4 ମାସ ହେଲାଣି ସେମ ଲାଇନ ଲେନ୍ଥରେ ପକଉଛି। ଆଉ ସେ ରବି ବିଷ୍ଣୟ ସେମ କରୁଛି, ପ୍ରସିଦ୍ଧ କୃଷ୍ଣ ସେମ କରୁଛି, ୱାଶିଂଟନ ସୁନ୍ଦର ସେମ କରୁଛି। କିନ୍ତୁ ସେମାନେ ଚାନ୍ସ ପାଇବେ କାରଣ ସେମାନେ ଚାନ୍ସ ପାଇଲେ ହିଁ ଭଲ ଡେଭଲପ କରିବେ, କିନ୍ତୁ ସଞ୍ଜୁ ସାମସନ ଖେଳି ପାରିବନି। ତମେ ସେଇଠି ଓଡିଆଇ ଆମର T20 କ୍ୟାପ୍ଟେନ ସ୍କାଇ କୁ ବାହାର କରିଦେଲ, ତମେ ଯେ ବାହାର କରିବାର ଥିଲା ଗୋଟେ ସିରିଜ ଦେଇକି ବାହାର କରିଦେଇଥାନ୍ତ ନା ଫ୍ଲପ ଅଛି। ତମେ ହୁଁ। ତାକୁ କ୍ୟାପ୍ଟେନସିପ ରୁ ବାହାର କରିଦେଲ। ତମେ ସେମ ଜିନିଷ କଲ ରୋହିତ ଶର୍ମା ସହିତ, ସିଏ ବି ଗୋଟେ ଡିଜର୍ଭିଂ T20 ଇଏ ଥିଲା। ଠିକ ଅଛି ସେ ରିଟାୟାରମେଣ୍ଟ ନେଲେ, ସିଏ ବାହାରିଲା ଅଲଗା କଥା, କିନ୍ତୁ ସ୍କାଏ ତ ରିଟାୟାରମେଣ୍ଟ ନେଇ ନଥିଲେ ନା। ସିଏ ବି ବସିକିନା ବେସ୍ ବଲ ର ଗୋଟେ ବ୍ରାଣ୍ଡ ଆମ୍ବାସଡର ହେଇସାରିଲାଣି। କଣ ମୁଁ କିଛି ଜାଣିପାରୁନି କଣ ଚାଲିଛି, କଣ ପଲିଟିକ୍ସ ଚାଲିଛି ନା ପରିବେଶ କଣ ନା ସତରେ ତାଙ୍କ ମୁଣ୍ଡ କିଛି କାମ କରୁନି ଥଣ୍ଡା କ୍ଲାଇମେଟ ଦେଖିକି। ତମେ ଯେମିତି କହିଲ ସିଲେକ୍ସନ କଥା, ମୁଁ ଗୋଟେ ଜିନିଷ କହୁଛି। ଟିମ୍ ସିଲେକ୍ଟ ମାନେ କ୍ୟାପ୍ଟେନ୍ ଚେଞ୍ଜ ହେଇଗଲା, ତ ଟିମ୍ ସିଲେକ୍ସନ ଯେମିତି ଜିମ୍ବାୱେ ଏଗନେଷ୍ଟରେ ଟିମ୍ ସିଲେକ୍ସନ ହେଇଛି ଆଉ ସଞ୍ଜୁକୁ ଏଗେନ୍ ବାହାର କରିଦେଇଛନ୍ତି। ତ କେହି କନସର୍ନ ଅଛନ୍ତି କି ନ ଅଛନ୍ତି ମୁଁ ତ ଜାଣିନି, କିନ୍ତୁ ଅଜିଙ୍କ୍ୟ ରାହାଣେ କନସର୍ନ ଅଛନ୍ତି। ଆଉ ସେ ଷ୍ଟାଟସ୍ ବି ଦେଇଥିଲେ ଯେ ସଞ୍ଜୁ ସହିତ କମ୍ୟୁନିକେସନ ହେଇଥିବ। ଆଉ କୋଉଠି ବି ଅଫିସିଆଲି ଆନାଉନ୍ସ ହେଇନି ଯେ ସଞ୍ଜୁକୁ ଆମେ ରେଷ୍ଟ ଦେଇଛୁ। ସଞ୍ଜୁକୁ ଏମାନେ ବାହାର ହିଁ କରିଛନ୍ତି ହେଲା, କୋଉଠି ବି ଅଫିସିଆଲି ହେଇନି। ଆଉ ଗୋଟେ ନ୍ୟୁଜ୍ ଅଛି ଯେ BCCI ଯେତେବେଳେ ଟିମ୍ ସିଲେକ୍ସନ ଚାଲିଥିଲା ଜିମ୍ବାୱେ ପାଇଁ, ସେତେବେଳେ ଟିମ୍ ସିଲେକ୍ସନ ମଧ୍ୟରେ ଝଗଡ଼ା ହେଇଛି। ଏଇଟା ହେଲା ପଏଣ୍ଟ। କାହିଁକିନା ବିନା ଝଗଡ଼ାରେ ଏତେ ଜିନିଷ ହେଇନି, ଝଗଡ଼ା ହେଇଛି। ବଟ୍ କଣ ପାଇଁ ହେଇଛି ତାର କିଛି କ୍ଲାରିଟି ଜଣାପଡ଼ୁନି, କିନ୍ତୁ ଝଗଡ଼ା ହେଇଛି ଟିମ୍ ସିଲେକ୍ସନରେ। ଆଉ ବର୍ତ୍ତମାନ ସଞ୍ଜୁ ସାମସନ୍ ଆଉ ସୂର୍ଯ୍ୟ କୁମାର ୟାଦବ 2 ଜଣଙ୍କର କ୍ୟାରିୟର ଖତମ ଇଣ୍ଡିଆନ୍ କ୍ରିକେଟରୁ। ସତ କଥା, କିଛି ନା କିଛି ତ ଗୋଟେ ଝଗଡା ବି ନ ଯଦି ହେଇଥିବ ନା, କ୍ଲାସ ଅଫ ଓପିନିଅନ ତ ଯାହାହେଲେ ବି ହେଇଥିବ। କାରଣ ଟୋଟାଲ ଯଦି ଭାରତ ଗୋଟେ ପଟ ଜାଣୁଛି ଯେ ସଞ୍ଜୁକୁ ଆହୁରି ଚାନ୍ସ ମିଳିବା କଥା। କାରଣ ମ୍ୟାଚ ସରିଲା ପରେ ଯେତେବେଳେ ଡ୍ରେସିଂ ରୁମ କୁ ଯାଉ, ଆମର ଯୋଉ ବସ୍ କୁ ଚଢୁଥିଲେ ଫିଲ୍ଡ ପରେ, ଅଡିଏନ୍ସ ମାନେ ଫ୍ୟାନ୍ସ ମାନେ ସଞ୍ଜୁ 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 କହୁଛନ୍ତି। ସଞ୍ଜୁ ତ ସେମିତି କିଛି ଷ୍ଟାର ନୁହଁ, ତମ ହିସାବରେ ଯଦି ସେ ଷ୍ଟାର ନୁହଁ ତାହେଲେ କ୍ରାଉଡ କାହିଁକି ତା ପଛରେ ଅଛି? ସେ କିଛି ୟେସ୍। ଗୋଟେ କରିଛି ବୋଲି ତ କ୍ରାଉଡ ତା ପଛରେ ଅଛି ନା। ଫ୍ୟାନ୍ସ ମାନେ ଜାଣିଛନ୍ତି ତାର ପୋଟେନସିଆଲ କଣ, ତମ ମାନେ ଆଖି ବନ୍ଦ କରିକି ଅନ୍ଧ ବାଡେଇଲା ବେଳେ ବାଡଉଛ। ତମେ ହର୍ଷିତ ରାଣାକୁ ଚାନ୍ସ ଦଉଛ, ଉପରକୁ ତମେ ପଠଉଛ ବ୍ୟାଟିଂ ଅର୍ଡର ରେ। ତ ପୁରା ଅନଫେୟାର ହଉଛି ସଞ୍ଜୁ ପ୍ରତି। ଆଉ ଏମିତି ହେଲେ ପରିବେଶ ଚଳିବନି। ତମେ ଶ୍ରେୟସ ଆୟରକୁ ଆଉଟ୍ ଅଫ୍ ନୋୱେର ଆଣିଲ କ୍ୟାପ୍ଟେନକୁ, ତମେ ତ ଓଡିଆଇରେ ତାକୁ ଖେଳିଥାନ୍ତ। ODI T20 କ୍ୟାପ୍ଟେନ ତ ମୋ ହିସାବରେ ଶ୍ରେୟସ ବି ହବା କଥା ହିଁ ନୁହଁ। ଶ୍ରେୟସ ବି ହେବା କଥା ନୁହଁ, ତିଲକ ବର୍ମା ବି ନଥିଲା। ଆଉ ସ୍କିମ୍ ଅଫ୍ ଥିମରେ ତମର ରିଷଭ ପନ୍ଥ ଥିଲା, ସେ ରିଷଭ ପନ୍ଥ ପୁରା ହଜିଗଲାଣି ତମର। ସତ କଥା, ହଁ ତମେ ଯୋଉ କଣ୍ଟ୍ରୋଭର୍ସି କଥା କହିଲ କି ଝଗଡା ହେଇଥିଲା, ରିଷଭ ପନ୍ଥର ବି ଆଉ ଗୋଟେ ଆସିଛି ନ୍ୟୁଜ ଯେ ଯେତେବେଳେ ରୋହିତ ଶର୍ମା ଆଉ ବିରାଟ କୋହଲି ଯେତେବେଳେ ଟେଷ୍ଟ ମ୍ୟାଚରେ ଆମର ମ୍ୟାନେଜମେଣ୍ଟକୁ ଇଚ୍ଛା ନଥିଲା ସେଇ ଜଣଙ୍କୁ ଖେଳିବା ପାଇଁ। ତ ସେଇ ଟାଇମରେ ମ୍ୟାନେଜମେଣ୍ଟ ଦେଖୁଥିଲା ଗିଲ୍ ପୂର୍ବରୁ ପନ୍ଥକୁ କ୍ୟାପ୍ଟେନ କରିବା ପାଇଁ, ଆଉ ପନ୍ଥ ଦ୍ଵାରା ପନ୍ଥ କ୍ୟାପ୍ଟେନସିପ ଅଣ୍ଡରରେ ରୋହିତ ଶର୍ମା ଆଉ ବିରାଟ କୋହଲି ଖେଳି ନଥାନ୍ତି। ଯୋଉଟା କି ପନ୍ଥ ମନା କରିଦେଲା କି ନା ମୁଁ ଏମାନଙ୍କୁ ବାହାର କରିବିନି। ତ ସେଇ କାରଣରୁ ପନ୍ଥକୁ ହିଁ ବାହାର କରିଦେଲେ କ୍ୟାପ୍ଟେନରୁ ଭାଇସ୍ କ୍ୟାପ୍ଟେନ କ୍ୟାପ୍ଟେନ୍ସିରୁ ହିସାବରେ ନେଇକିନା। ଭାଇସ୍ କ୍ୟାପ୍ଟେନ ବି ସରି ତାକୁ ବି ନେଲେନି, କାରଣ ଆମ KL ରାହୁଲକୁ ନେଲେ। ଆଉ ବର୍ତ୍ତମାନ ଗିଲ୍ କୁ କରିଛନ୍ତି। ହଁ ତ ଗିଲ୍ କୁ ପୁଣି ଆଡ ହେଇଗଲା। ମୁଁ ଜାଣିନି କେତେ ସତ କେତେ ମିଛ, କିନ୍ତୁ ଏଇ କଥା ବି ସ୍ପେକୁଲେସନ ହଉଥିଲା। ଭାଇ ଗମ୍ଭୀର ପା କହିଥିଲା ଷ୍ଟାର କଲଚର ରହିବନି ଟିମରେ, ଆଉ ବର୍ତ୍ତମାନ ଷ୍ଟାର କଲଚର ନାହିଁ ଟିମରେ, ଟିମ୍ ପୁରା ଧ୍ୱଂସ ହେଇଗଲାଣି। ଷ୍ଟାର କଲଚର ଯଦି ନାଇଁ ପୋଟେନସିଆଲ ଦେଖିକି ତ କର ନା, ତମକୁ କାହିଁ ଲାଗୁଛି ସିଏ ଗୋଟେ ଷ୍ଟାର? ମୋ ହିସାବରେ ଯୋଉ ବି ପ୍ଲେୟାର ଇଣ୍ଡିଆନ ଇଣ୍ଟରନ୍ୟାସନାଲ ରିପ୍ରେଜେଣ୍ଟ କରୁଛି ମାନେ ଏଭ୍ରିୱାନ ଇଜ ଅ ଷ୍ଟାର। ସେ ନିଜେ ବି ଗମ୍ଭୀର ଗୋଟେ ଷ୍ଟାର। ଆଉ ତାହେଲେ ତମେ କେମିତି କଲଚରକୁ ଇଏ ଦେଖିକି ତମେ କରୁଛ? ଭଗବାନଙ୍କୁ ଜଣା କଣ ଚାଲିଛି କାହା ମାଇଣ୍ଡରେ। ଆଉ ସେ ଯାହା ବି ଚାଲୁ, ସେ ଟିମ୍ ସିଲେକ୍ସନ ଟିମରେ ଯୋଉମାନେ ଅଛନ୍ତି ବା ମ୍ୟାନେଜମେଣ୍ଟ ଟିମରେ ଯୋଉମାନେ ଅଛନ୍ତି ବା କୋଚେସ୍ ବା ପ୍ଲେୟର୍ସ, ଭାଇ ନିଜର ପର୍ସନାଲ ଗର୍ଜେସ୍ କଣ ଅଛି ସମସ୍ତଙ୍କ ଭିତରେ ତାକୁ ବାହାର ରଖ। ଟିମ୍ ପାଇଁ ଖେଳ। ଆଉ ଗୋଟେ ଚାମ୍ପିୟନ ଟିମ୍ ଚାମ୍ପିୟନ ଭଳି ଖେଳିବାକୁ ଚେଷ୍ଟା କର, ସେ ବୋଲିଂ ହଉ ବ୍ୟାଟିଂ ହଉ। ଏମିତି ନାଇଁ କି ଯୋଉ ବି ପର୍ସନ, ସେ ପ୍ରସିଦ୍ଧ କ୍ରିଷ୍ଣା ହଉ କି ହର୍ଷିତ ରାଣା ହଉ, ସେମାନେ ବି କୋଉଠି ନା କୋଉଠି ଡ୍ରିମ୍ ଦେଖିଛନ୍ତି ଇଣ୍ଡିଆ ପାଇଁ ଖେଳିକି ଇଣ୍ଡିଆକୁ ମ୍ୟାଚ ଜିତେଇବା ପାଇଁ। ଏମିତି ନାହିଁ କି ସେମାନେ ଦେଖି ନାହାନ୍ତି।
ତ ତମେ ଯଦି ଡ୍ରିମ୍ ଦେଖିଛ ତମ ଡ୍ରିମ୍କୁ ଫୁଲଫିଲ୍ କର, नो डाउट, ସେଥିରେ କେହି ଅଟକେଇବେନି। ତମେ ତମ ଡ୍ରିମ୍କୁ ଆଚିଭ୍ କର, ଆଉ ମ୍ୟାଚ୍ ଜିତେଇକି ଦିଅ ଇଣ୍ଡିଆ ଟିମ୍କୁ। ଏମିତି ଆଇକିରି ଗଧ ଭଳିଆ ବଲ୍ ସମସ୍ତେ ଫିଙ୍ଗିଦେବେ। ଲାଇନ୍ ରଖ, ଲେନ୍ଥ ରଖ, ତାପରେ ଯଦି ତମର ମାନେ ବ୍ୟାଟ୍ସମ୍ୟାନ୍ ଖେଳୁଛନ୍ତି, ବ୍ୟାଟ୍ସମ୍ୟାନ୍ ଆସିଛି ଖେଳିବା ପାଇଁ नो डाउट, ତାପରେ ବି ଯଦି ତମର ଲାଇନ୍ ଲେନ୍ଥ ସଠିକ୍ ହେଲା ପରେ ବି ଯଦି ବ୍ୟାଟ୍ସମ୍ୟାନ୍ ଖେଳି ଦେଉଛନ୍ତି, ରନ୍ କରିଦେଉଛନ୍ତି, ତାହେଲେ ସେଇଟା ତମର ବେଡ୍ ଲକ୍, ଆଉ ସେଇଟା ଫ୍ୟାନ୍ସ ବୁଝିବେ। ଏମିତି ନାହିଁ ମନ ଇଚ୍ଛା ଆସିବ ସର୍ଟ ବଲ୍ ପକେଇବ ସେ ଛକା। ଭାଇ ତମେ ଇଂଲଣ୍ଡ ପିଚ୍ରେ ବୋଲିଂ ପକଉଛ, 3 ନମ୍ବର ଓଭର 4 ନମ୍ବର ଓଭରରେ ସ୍ଲୋୟର ବଲ୍ ପକେଇବା କ'ଣ ଦରକାର? ସେମାନେ 11 ଓଭରରେ କାଲି ଇଣ୍ଡିଆକୁ ଅଲ୍ ଆଉଟ୍ କଲେ। ମାନେ ଆଦିଲ ରସିଦ, ୱିଲ୍ ଜ୍ୟାକ୍ସ 4 ଓଭର ପକେଇଛନ୍ତି, 5 ଓଭର, ଆଉ 6-7 ଓଭରରେ ଜୋଫ୍ରା ଆର୍ଚର, ଜର୍ଜଟାଉନ୍ ପକେଇଛନ୍ତି। ସବୁ ବଲ୍ ତାଙ୍କର ପ୍ରତି ଓଭରରେ 4ଟା ଲେଖେ ସର୍ଟ ବଲ୍, ଆଉ ବାଉନ୍ସ 2ଟା ଲେଖେ ସେଥିରେ। ସେଇ କଥା କି ତମେ ଯଦି ଭେରିଏସନ ତମର ଅଛି ସ୍ଲୋଅର ୱାନ୍, ସ୍ଲୋଅର ୱାନ୍ ଗୋଟେ ଭେରିଏସନ नो डाउट, କିନ୍ତୁ ତମେ ସ୍ଲୋଅର ୱାନ୍ ଯେ ତମେ ପକେଇବ ମୁଳେଇକିନା ଦବ, ସ୍ଲଟ ରେ ଦବ ଛକା ମାରିବା ଜାଗାରେ, ସେ ଓଭର ସେ 2ଟା ସ୍ଲୋଅର ପକେଇଲା, 2ଟାକୁ ସେ ଛକା ଖାଇଲା, 2ଟାକୁ ସେମ ଲେନ୍ଥ ରେ ପକେଇଲା ବାସ୍ ହର୍ଷିତ ରାଣା। ମୁଁ ମାନେ ବିଶ୍ୱାସ କରିବ ଏବେ ଯୋଉ ଇଣ୍ଡିଆନ ଟିମ ର ଯୋଉ ବୋଲିଂ ଲାଇନ ଅପ୍ ଅଛି, ଏଇ ଯୋଉ ସ୍କ୍ୱାଡ ଆୟରଲାଣ୍ଡ ଆଉ ଇଂଲଣ୍ଡ କଥା ମୁଁ କହୁଛି, ସବୁଠୁ ମ୍ୟାଚୁଅର ବୋଲର ମତେ ପ୍ରିନ୍ସ ୟାଦବ ହିଁ ଲାଗୁଛି। ସେ ଠିକ ଫର୍ଷ୍ଟ କଥା। ମ୍ୟାଚ୍ ଖେଳି ନଥିଲା ଆୟରଲାଣ୍ଡ ଇଏରୁ, କିନ୍ତୁ ଯେତେବେଳେ ସେ ଖେଳିଲେ ଫର୍ଷ୍ଟ ଡେବ୍ୟୁ କଲେ ଯେତେବେଳେ, ସିଏ ୱଣ୍ଡରଫୁଲ ଲାଇନ ଅଫ୍ ଲେନ୍ଥ ୱିଥ୍ ପେସ୍। ଆଜି ମ୍ୟାଚ୍ ରେ ବି ସେ ସେମ ଜିନିଷ କଲେ। ତାଙ୍କର କ୍ୟାଚ୍ ସିନା ମିସ୍ ହେଇଗଲା, ହଁ ଗୋଟେ ଦିଟା ସଟ୍ ଟ୍ରାଏ କରିଥିଲେ, ସେଇଟା ସେ ମାଡ଼ ଖାଇଗଲେ କାରଣ ବଲ୍ ଏତେ ରାଇଜ କରିନଥିଲା, କିନ୍ତୁ ସେ ଠିକ ଇଣ୍ଟେଣ୍ଟ ରେ ପକଉଥିଲା। ଆମର ୟେସ୍ ଏଠି କଣ ହଉଛି, ସ୍ପିନର ମାନେ ସର୍ଟ ପକେଇବେ, ପେସର ମାନେ ଫୁଲ ଲେନ୍ଥ ପକେଇବେ, ତ ଏମିତି ଚଳିବନି ନା। ଆଉ ଗୋଟେ ଏମ୍ବାରେସିଂ କଥା ତମେ ଯେମିତି କହିଲ କି ଇଅନ ମର୍ଗନ ଯେମିତି କହିଲା କି ୱିକେଟ କିପର ଗୋଟେ ରେଗୁଲେସନ କ୍ୟାଚ୍ ଛାଡି ଦେଇଥିଲା, ରବି ଶାସ୍ତ୍ରୀ ତାକୁ କଭର ଅପ୍ କରୁଥିଲା, କିନ୍ତୁ ତାକୁ ଇଅନ ମର୍ଗନ ପୁରା ଦେଇଦେଲା, ଦାନା ଦେଇଦେଲା ତାକୁ କହିକିନା କି ଯଦି ରେଗୁଲେସନ ନୁହଁ କ୍ୟାଚ୍ ଯଦି ସେ ଛାଡୁଛି ତାହେଲେ କାହିଁକି ତାକୁ କିପିଂ କରୁଛ। ତମେ ପୋଷ୍ଟ ମ୍ୟାଚ୍ ପ୍ରେଜେଣ୍ଟେସନରେ ଦେଖିବ, ସେଇଟା ଗୋଟେ ଏମ୍ବାରେସିଂ ମୁଭମେଣ୍ଟ ଥିଲା। ଆଉ ଗୋଟେ ଥିଲା କି ଜଫର ଆର୍ଚର ଯେତେବେଳେ ମ୍ୟାନ ଅଫ ଦି ମ୍ୟାଚ୍ ପାଇଥିଲେ, सी इंटरव्यू रे डायरेक्ट इंडियन क्रिकेट को एम्बारेस करला, कहला कि आईपीएल इज लाइक इजी मोड, माने कारण एबे कहला कि आईपीएल इज लाइक इजी मोड, आउ इंडियन क्रिकेट आसी गले ताको नॉर्मल स्टेज पे। तो माने भाबो से कोन कहिसंती, आ से भाबो तांको हिसाब रे इंडियन प्लेयर मन जो अछंती तांकर लेवल रे नाहंती। ବାସ୍ ସେମାନେ ବି ଜାଣି ସାରିଲାଣି, ଆଇପିଏଲ୍ ଖେଳି ଖେଳି ସେମାନେ ବି ଜାଣି ସାରିଲାଣି ଜିନିଷଟାକୁ। ମାନେ ବି ଗୁଣ୍ଡ ହେଇଗଲାଣି, ଆଉ ଏବେ ରିଏଲ କ୍ରିକେଟ ଅଛି, ଏବେ ରିଏଲ ତମ ଭ୍ୟାରିଏସନ ହଉଛି, ସୁଇଙ୍ଗ ଅଛି, ବାଉନ୍ସ ହଉଛି, ସବୁ ଅଛି, ପେସ୍ ଅଛି, ତମମାନେ ଖେଳିପାର। ତ ଠିକ ଅଛି। ଆଇପିଏଲ ଗୋଟେ, ହଁ ଆଇପିଏଲ ଯେମିତି ଗୋଟେ ପ୍ଲାଟଫର୍ମ ଥିଲା କି ୟଙ୍ଗ ଟ୍ୟାଲେଣ୍ଟ କୁ, ଏମର୍ଜିଂ ଟ୍ୟାଲେଣ୍ଟ ବାହାରିବ ଇଣ୍ଡିଆ ପାଇଁ, ମତେ କାହିଁ ଲାଗୁଛି ଲାଷ୍ଟ 2 ବର୍ଷ ହେଲାଣି କୋଉଠି ନା କୋଉଠି ଆଇପିଏଲ ପାଇଁ ହିଁ ଇଣ୍ଡିଆନ କ୍ରିକେଟ ଟିମ ଡାଉନଫଲ ହଉଛି, ଏଇ ଫ୍ଲାଟ ୟେସ୍ ୱିକେଟ କରି। ୟେସ୍, ସେଇ କଥା ମୁଁ କହୁଛି, ସେଥି ଯୋଉ କହିଲି ବା, ଇଣ୍ଡିଆନ କ୍ରିକେଟ ଡାଉନଫଲ୍ ହଉଛି ଏକରେ ଫ୍ଲାଟ୍ ୱିକେଟ ପାଇଁ, ଦୁଇରେ ଇମ୍ପାକ୍ଟ ପ୍ଲେୟାର ପାଇଁ। ଭାଇ ଇମ୍ପାକ୍ଟ ପ୍ଲେୟାର ଯଦି ନଥାନ୍ତା, ଗୋଟେ ଟିମ୍ ଯଦି କମ୍ ବୋଲର ଖେଳିଥାନ୍ତା, ତାହେଲେ ତ ଅଲରାଉଣ୍ଡର ବାହାରିଥାନ୍ତେ। ଅଲରାଉଣ୍ଡର ନ ବାହାରିବା ରିଜନ୍ ତ ସେଇଆ, ଶିବମ ଦୁବେ ଖାଲି ବ୍ୟାଟିଂ କଲା, ବୋଲିଂ କଲାନି, ଫିଲ୍ଡିଂ କଲାନି। ତାହେଲେ ଇଣ୍ଟରନ୍ୟାସନାଲରେ ଯଦି ତାକୁ ବ୍ୟାଟିଂ ପାଇଁ ବି ତମେ ସିଲେକ୍ଟ କରୁଛ, ଏଇଠି ତ ଫିଲ୍ଡିଂରେ ସେ 10 ରନ୍ ଦେଇଦେଉଛି। ଶିବମ ଦୁବେ ତ କ୍ୟାଚ୍ ତ ସେ ସବୁ ଗଳଉଛି, 10ଟା 9ଟା ଗଳଉଛି ସେ। କହୁଛି ପରା, ଯଦି ଗୋଟେ ବ୍ୟାଟ୍ସମ୍ୟାନ୍ ବା ଗୋଟେ ପ୍ଲେୟାର ଯଦି ଅଲରାଉଣ୍ଡର ହବନି, ତାହେଲେ ମ୍ୟାଚ୍ କେମିତି ଖେଳିବ? ଅଲରାଉଣ୍ଡର ଥିଲେ କି ନାହିଁ, ସେବାଗ ଅଲରାଉଣ୍ଡର ଥିଲା, ସଚିନ ଅଲରାଉଣ୍ଡର ଥିଲା, ଗାଙ୍ଗୁଲି ଅଲରାଉଣ୍ଡର ଥିଲା, युवराज सिंह ऑलराउंडर थिला भाई। युवराଜ ସିଂ रोहित ଅଲରାଉଣ୍ଡର शर्मा ଥିଲା। आସୁଥିଲା ବୋଲିଂ ଇଏରେ ୟେସ୍, ଆସିଥିଲା, ପାର୍ଟନ ସ୍ପିନର ରେ ଆସିଥିଲା। ହ୍ୟାଟ୍ରିକ୍ ୱିକେଟ୍ ବି ରୋହିତ ଶର୍ମା ଆଇପିଏଲର 2009। ସେ ଫର୍ଷ୍ଟ ବୋଧେ। ଛାଡ଼, ଠିକ୍ ଅଛି, ଯାହା ବି କରନ୍ତୁ। ଏଗେନ୍ କାଲି ଅଛି ଇଂଲଣ୍ଡ ଭର୍ସେସ୍ ଇଣ୍ଡିଆ 4th T20, ଆଉ ବାସ୍ ଏତିକି ଆଶା ଯେ ଶ୍ରେୟସ ଆୟାର ନ୍ୟୁ କ୍ୟାପ୍ଟେନ୍ ଏଗେନ୍ ଗୋଟେ ମ୍ୟାଚ୍ ଜିତି ଯାଆନ୍ତୁ, ଆଉ ମତେ ଟ୍ରାଏ ଲାଗୁଛି କରନ୍ତୁ। ଲାଷ୍ଟ ଗୋଟେ ହିଁ ମାନେ ଗୋଟେ ଜିନିଷ ଫ୍ୟାକ୍ଟର ହବ ଯେତେବେଳେ ଇଣ୍ଡିଆ ଜିତିବ, ସେ ହେଲା ଶ୍ରେୟସ ଆୟାର ଯେତେବେଳେ ଟସ୍ ହାରିବ। ମତେ ଲାଗୁଛି କାଲି ଟସ୍ ହାରିବ, କାଲି ଜିତିବାକୁ ମତେ ଲାଗୁଛି। ତ ଟିମ୍ କମ୍ବିନେସନରେ କିଛି ଚେଞ୍ଜେସ୍ ଲାଗୁନି, କାହିଁକିନା କିଛି ପ୍ଲେୟାର ବି ନାହାନ୍ତି ଏମିତି କି ପ୍ଲେୟାର ଆଉ ଉତ୍ତମ ପତଙ୍ଗ ମତେ ମତେ ହେଇଯିବେ। ଚେଞ୍ଜେସ୍ ଲାଗୁଛି ଗୋଟେ, ସଞ୍ଜୁ ମତେ ସାମସନ୍, ଲାଗୁଛି ଆଇ ଡୋଣ୍ଟ ସଞ୍ଜୁ ନୋ, ଆସିବ, ତିଲକ ସଞ୍ଜୁ ବର୍ମା ଇନ୍ ଆସିବ ପ୍ଲେସ୍, ଫର୍ଷ୍ଟ ଡାଉନ୍, ଇନ୍ ପ୍ଲେସ୍ ଆସିବ, ତିଲକ ବର୍ମା ବାହାରିବ।
ବଟ୍ ମୋତେ ଲାଗୁନି। ବଟ୍ ଦେଖାଯାଉ ସେଇଟା ଗମ୍ଭୀର ଶ୍ରେୟସ୍କର କ'ଣ ଡିସିସନ୍ ରହୁଛି। ଆଉ ବୋଲିଂ ଲାଇନ୍ଅପ୍ରେ ମୋତେ ଲାଗୁନି କିଛି ଚେଞ୍ଜେସ୍ ଆସିବ, କାହିଁକିନା ହର୍ଷଦୀପ ତ ଫିକ୍ସ ଆଉ ପ୍ରିନ୍ସ ଯାଦବକୁ ଚାନ୍ସ ମିଳିବ ଏଗେନ୍। ଆଉ ସ୍ପିନ୍ ତ କାମ ବି କରୁନି ଇଂଲଣ୍ଡ ପିଚ୍ରେ, କାହିଁକି ସ୍ପିନର 3-4ଟା ନେଇକି ନା ନା, ଯାଇଛନ୍ତି ଇଂଲଣ୍ଡ ଭଗବାନ ଟିମ୍ ରେ ଜାଣେ। କାମ କରୁଛି, ଇଣ୍ଡିଆନ୍ ସ୍ପିନର୍ସ ର କାମ କରୁନି। ହଁ, ମାନେ ଇଣ୍ଡିଆନ୍ ପିଚ୍ରେ ଇଣ୍ଡିଆନ୍ ସ୍ପିନର ତ ବର୍ତ୍ତମାନ ପକେଇ ହିଁ ପାରୁନାହାନ୍ତି ବଲ୍, କିନ୍ତୁ ଆଦିଲ ରସିଦ ଆଉ ଲିଆମ ଡୟସନ୍, ୱିଲ୍ ଜ୍ୟାକ୍ସ ତିନି ଜଣ ଖେଳିକିରି ବିଲଜେକ୍ସ ଇକ- କଣ ସିଏ ଟପ୍ ଅର୍ଡର କୁ ଗଳେଇ ଦଉଛି। ସିଏ ମାନେ ୱିକେଟ୍ ବି ନେଉଛି ଆଉ ଇକୋନୋମି ବି ରଖୁଛନ୍ତି। ଆଉ ଇଣ୍ଡିଆନ୍ ସ୍ପିନର ଗୋଟେ ଓଭରରେ 15 ରନ୍ ଦଉଛନ୍ତି। ତ ଭଗବାନଙ୍କ ଉପରେ ଭରସା। କାଲିର ମ୍ୟାଚ୍ରେ ସେମାନେ କ'ଣ ନେଇକି ଆସୁଛନ୍ତି କମ୍ବିନେସନ୍ ତ କିଛି ଜଣାପଡ଼ୁନି ଚେଞ୍ଜେସ୍ର। ବାକି ଦେଖାଯାଉ କାଲି ଟିମ୍ କମ୍ବିନେସନ୍ କେମିତି କ'ଣ ରହୁଛି କ'ଣ ନାହିଁ ସେଇଟା ଜଣାପଡ଼ିବ। ଆଉ ଖାଲି ଲାଷ୍ଟ କଥା କୁହ ଯେ କାଲି କ'ଣ ଲାଗୁଛି ଟିମ୍ ଜିତିବ, ଶ୍ରେୟସ ଆୟର ଫାଷ୍ଟ ୱିନ୍ ମିଳିବ ଆଫ୍ଟର 5 ଲସ୍? ମତେ ତ ଲାଗୁଛି ଜିତିବ ବୋଲି। ଟସ୍ ହାରିବ ଆଉ ଜିତିବ, ମତେ ସେୟା ଫିଲ୍ ହଉଛି। ୟେସ୍, ସିରିଜ୍ ବରାବର କରିପାରିବ ଇଣ୍ଡିଆ ବର୍ତ୍ତମାନ ଷ୍ଟେଜ୍ ଯାହା ଲାଗୁଛି ଦେଖିକି। ଆଟଲିଷ୍ଟ ମ୍ୟାଚ୍ ସିରିଜକୁ ଡ୍ର କରିକି ଯାଉ, ମୁଁ ଚାହୁଁଛି। ଯଦି ଏଟା ହାରିଲା ତାହେଲେ ଜିମ୍ବାବୁଏ ହାରିଯାଉ, ମତେ ଆଉ ଭରସା ଉଠିଗଲାଣି। ଜିମ୍ବାବୁଏ ହାରିଲେ ଆହୁରି ମଜା ଆସିବ, ଆଟଲିଷ୍ଟ ଦେଖି ଆଉ ମଜା ଆସିବ ଦେଖିବାକୁ। ତ ସେଇଟା ତ ଅଛି ପରର କଥା। ବଟ୍ 4th T20 କାଲିର ମ୍ୟାଚ୍ ଅଛି, ତ କାଲି ଏଗେନ୍ ଆମେ ଲାଇଭ୍ରେ ଆପଣମାନଙ୍କୁ ଲାଇଭ୍ ମ୍ୟାଚ୍ରେ ଆପଣମାନଙ୍କ ସହିତ ଯୋଡ଼ି ହେବୁ। ତ ଆଜି ପାଇଁ ଏଇ ଭିଡ଼ିଓଟି ଏତିକି। ଯଦି ଏଇ ଭିଡ଼ିଓ ଦେଖିକି ଆପଣମାନଙ୍କୁ ଆମର କନଭରସେସନ୍ ଭଲ ଲାଗିଥିବ, ଦେନ୍ ଆପଣମାନେ ଏଇ ଭିଡ଼ିଓକୁ ଲାଇକ୍ କରନ୍ତୁ, ଆଉ ଆପଣମାନଙ୍କ ସାଙ୍ଗସାଥି ସମସ୍ତଙ୍କୁ ସେୟାର କରନ୍ତୁ, ଆଉ ସବସ୍କ୍ରାଇବ୍ କରନ୍ତୁ। ଆଉ ଏମିତି କ୍ରିକେଟ୍ ବିଷୟରେ ଓଡ଼ିଆରେ ଜାଣିବା ପାଇଁ ଆପଣମାନେ ଏଇ ଚ୍ୟାନେଲକୁ ସବସ୍କ୍ରାଇବ୍ ନିହାତି କରିବେ। ତା ସହିତ ଆପଣମାନଙ୍କର ଯଦି କିଛି କୋଶ୍ଚିନ୍ ଅଛି କମେଣ୍ଟ ସେକ୍ସନରେ ଜଣାନ୍ତୁ, ଆମେ ନେକ୍ସଟ ଭିଡ଼ିଓରେ ଆପଣଙ୍କ କୋଶ୍ଚିନ୍ ମଧ୍ୟ ଡିସ୍କସ୍ କରିବୁ। ତ ଆଜି ପାଇଁ ଏତିକି, ରହୁଛୁ। ଥ୍ୟାଙ୍କ ୟୁ।